आज्ञा सार जगन्नाथ कोन देले कि पिले मानिका रोगुन मुकी छौ काई दही पिले बोली कि मुकी देले काई कान कुंडल देले नु आटा जगन्नाथ लाके तो गोटे नुथ अछि केते इना दही पिला जे गोटे मुकी दो देसी जगन्नाथ मुदी से सके काई काई जाय रा से कथा को हां मुसे नहीं आगो कोले मुद्रिका देसी तापर विश्व गड़ी के जायगा आसी हां जाय स्त्री की नहीं जगन्नाथ मंदिर दर्शन करे हां एटा मु जानि पादटा ठीक हो हम आपन आगे हां अलंकारे कहछुनी बा सुनी छु आइला सुनी छाड़ो पादो नारे गाना बोलले रो का पादो बोल जगन्नाथ पादो भक्त जगन्नाथ पादो नारे गा बोल जगन्नाथ को पादो नारे गोटे गाँव से पादो ना को खाली से गाँव चारि जुगरे चारिटा देवतांकर पादरे चारिटा गाय स्वतंत्र कल्चर सत्य जुगरे गोटे गाँ ना राज्य ना भेला शोणित घटक देखो होची ना नहीं कौन शोणित घटक राजा हेला बलि राजा प्रहलाद नाती बैलोचन पुओ पदे कलम्बर पुरः दीपमर्त्यं घोटयते बामन ठाकुर पाद पकई देले कोठी ना बलि राजा मुंडरे गोटे कोन पादरे बहि चार जुग जाक करूछ पाद पड़िला बलि राजा मुंडरे बलि राजा पातल पुगला सत्य जुगरे गोटे गाँ से दिन शोणित घटक ना बदलिला से राज्य ना जाक आज जाए हिरण्यकशिपु हटा कोठे पंजाब जो हरप्पा सभ्यता में पढ़ो कि इतिहास में पढ़ी हरप्पा सभ्यता से हरप्पा सभ्यता पढ़ला ब्राह्मण को पाद सत्य जुगरे नामटा कौन है आज जाए गुगुल भी मारो आसुची ना नहीं आजिकल मोबाइल सब धरछ तो मारो गुगुल आउची ना नहीं ओला सरल पाद बोली नामता भगवान राम गोटे जगह पाद पकई मन पका मैंने ज्ञानी मैंने बस ना ये पाठ दरकार तृतीय पाद राम कौटी पड़ा कहला निषाद राज्य पकाए
ମାଗେ କୋଉ ଦିନକୁ ଘରକୁ ଆସିବ ମାନେ ନା ଦେହଟା ଅଶୁଦ୍ଧ ଅସୁନ୍ଦରୀ ହେଇକି ଥିଲି କୁଜ ଦେହ ଯାକ ହେଇକି ଥିଲା ଏବେ ସୁନ୍ଦରୀ ହେଲି ମତେ ସୁନ୍ଦରୀ କିଏ କଲା ତମେ ପ୍ରଭୁ ତୁ କଲୁ ନାଇଁ ଦେହଟା କିଏ ଭୋଗ କରିବ ସିଏ ସୁନ୍ଦରୀ କଲା ସେଇ କରିବ ଆଉ କିଏ କରିବ ମତେ ସୁନ୍ଦରୀ କରିଦେଲୁ ମୋ ଦେହଟା କିଏ ଭୋଗ କରିବ ମୁଁ କେବଳ ତୋର ଆଉ କଣ କହ କୋଉ ଦିନ ଆସିକି ମତେ ପ୍ରେମ କରିବୁ ମୋ ଦେହକୁ ତୁ ଭୋଗ କରିବୁ କୃଷ୍ଣ କହ କୋଉ ଦିନ ଭଗବାନ କୃଷ୍ଣ ଉତ୍ତର ଦେଲେ କାଲି ତ ପ୍ରଶ୍ନ ଉତ୍ତର ପାଇନି ତମରି ପ୍ରଶ୍ନ ଉପପ୍ରଶ୍ନ ପଚାରୁଛି ବାପା ମାନେ ଟିକେ ଦେଖନ୍ତୁ କୁବୁଜା ସହିତ କୃଷ୍ଣର ପ୍ରଣୟ ପ୍ରେମ ହେଇନି କୁବୁଜା ଠଉରେ ଛୁଆ ଜନ୍ମ ହେଇଛି କୃଷ୍ଣ ଆଡୁ ଖାଲି ସମୁଦ୍ର ଟିକେ କାଲି କହିଦବ କଳା କେଉଁ ଦିନ କୃଷ୍ଣ କୁବୁଜା ଘରକୁ କରିଥିଲେ ଦିଗମନ ଆଉ ଯଦି ତମେ ଚାହୁଁଛ କୋଉଥିରେ ନାହିଁ କାଲି ବହି ବାହାରି କରିବ ବହି ଖୋଜିକି ମତେ ଉତ୍ତର ଦବ ବହି ହେଲା ଓଡିଆ ଭାଗବତ କବି ହେଲେ ଜଗନ୍ନାଥ ଦାସ ନବମ ସ୍କନ୍ଧ ଆଉ କୋଉ ଅଧ୍ୟାୟ କହିଲେ ବହି ବାହାରି କରିଦବ କୋଉ ଦିନ ଯାଇଥିଲେ ପ୍ରମାଣ ଦଉଛି ହୋତା ଯାହା କହିବ ପିଓର ମୁଁ କବି ନାଁ କହିବି ବିଷୟ ନାଁ ଗାଇବି অলঙ্কার কাব্য কবি না দেইছি আজ্ঞা ମୁଁ ତମ ଭଳିଆ ଢିଲା ବାଲା ଚୌଧୁରୀ ସତ୍ୟ ଗଲା ତ୍ରେତୟା ଗଲା ଦ୍ୱାପରରେ ହେଲା ବିଶ୍ୱପାଦ ଇଏ ସତ୍ୟରେ ବାମନ ବସେଇଲେ ଶରଣପାଦ ମନେ ରହିଲା ତ୍ରେତୟାରେ ରାମ ନିଷାଦ ରାଜ୍ୟକୁ ଗଲାବେଳେ ରାଜ୍ୟ ନା ରାମପାଦ ଦ୍ୱାପରରେ କୃଷ୍ଣ ପୂଜା ଘରକୁ ଗଲା ବେଳେ ନା ହେଲା ବିଶ୍ୱପାଦ କଳି ଯୁଗରେ ଜଗନ୍ନାଥ ମହାପ୍ରଭୁ କୋଉଠିକି ଯାଇଛି ଆଜ୍ଞା ତା ପାଦଟା କୋଉଠି ପଡିଛି ଯେ ସେ ଗାଁର ନାଁ ସେତେବେଳେ ଗଜପତି ଥାନ୍ତି ପ୍ରତାପ ରୁଦ୍ର ଦେବ ଗୋଟାଏ ଦେବଦାସୀ ଥାଏ ଆଜ୍ଞା ସେ ଦେବଦାସୀ ନାଁ ହଉଛି ବାପର କେତକୀ ଦେବଦାସୀ ଶ୍ରୀମନ୍ଦିର ବଡ ଦେଉଳରେ ଦେବଦାସୀର କାମ ନା ଜଗନ୍ନାଥ ସ୍ତ୍ରୀ କି ମା ଲକ୍ଷ୍ମୀ ମୂର୍ଖ ଭଲ ଲକ୍ଷ୍ମୀ ଅଭଦ୍ର ଆରେ ପିଲେ ଜଗନ୍ନାଥଙ୍କ ସ୍ତ୍ରୀ ମା ଲକ୍ଷ୍ମୀ ମନେ ରଖ ଜଗନ୍ନାଥଙ୍କ ସ୍ତ୍ରୀ ଲକ୍ଷ୍ମୀ ନୁହ ଜଗନ୍ନାଥର ମା ହଉଛି ଲକ୍ଷ୍ମୀ ଜଗନ୍ନାଥର କଣ ଲକ୍ଷ୍ମୀ ମା ବାଲା ଶିଖଉଛନ୍ତି ଆଉ ଜଗନ୍ନାଥର ସ୍ତ୍ରୀ ହଉଛି ଲକ୍ଷ୍ମୀ ତା ମା ଜଗନ୍ନାଥର ମା ଲକ୍ଷ୍ମୀ ଯଦି ଜଗନ୍ନାଥର ସ୍ତ୍ରୀ ଲକ୍ଷ୍ମୀ ହେଇଥାନ୍ତା ଏ ଲୋକ ପରେ ମୋର ବେଳେ ପରେ ଜଗା ଲକ୍ଷ୍ମୀ ହୁଏ କି ବିଧବା মনে কর তু কালি মরিযিবু মনে কর তু কালি তু মরিযিবু আচ্ছা তু মলে তো স্ত্রী বিধবা হব না নাই হবনি তো মা বিধবা হব শ্রীমন্দির বড় দেউଳରେ জগন্নাথ মরঙ্কি নবকলেবর ହୁଏ আজ্ঞা লক্ষ্মী বিধবা ହୁଏ কি ତମଠୁ ମୂର୍ଖ ଗାଁରେ କି ଅଛି ମୋଠୁ ମୂର୍ଖ ଗାଁ କି ନା ଲକ୍ଷ୍ମୀ କଣ ଅନ୍ନଦାତ୍ରୀ ଲକ୍ଷ୍ମୀ ଲକ୍ଷ୍ମୀ ଅନ୍ନଦାତ୍ରୀ ନା ନାଇଁ ଆରେ ଯିଏ ସାରା ବିଶ୍ୱକୁ ଅନ୍ନ ବାଣ୍ଟୁଛି ତାର କଣ ଅଭାବ ଯେ ସିଏ ହାତରୁ କାଚ ଖୋଲିକି ବିଧବା ହବ ଆମ ସ୍ତ୍ରୀ ବିଧବା ହେଲେ ଭତ୍ତା ପାଇବ ସିଏ କଣ ଭତ୍ତା ପାଇବ କାଚ ଖୋଲିବ
ମାନେ ଯୋଉ ଇଏ ବଇଁଶୀ ପଣ୍ଡା ଓଡ଼ିଶାର ଧନୀ ତାମାନେ ତାର 500 କୋଟି ଟଙ୍କା ସମ୍ପତ୍ତି ସେ ମରେ ତା ସ୍ତ୍ରୀ ବିଧବା ହବନି। ଆଚ୍ଛା ଆପଣଙ୍କ କହିବା କଥା ସ୍ୱାମୀ ମରେ ସ୍ତ୍ରୀ ବିଧବା ହବ। ଜଗନ୍ନାଥ ମନା ବେଳେ ଲକ୍ଷ୍ମୀ ବିଧବା ହଉନାହାନ୍ତି। ଆଚ୍ଛା ତାହେଲେ ବିଧବା ହଉଛି କିଏ? ଜଣିଏ ସିଏ କିଏ? କଳା ଦେବଦାସୀ ବୋଲି ତା ନାମ ପ୍ରଭା। ଜଗନ୍ନାଥର ଦଶକ୍ରିୟା ବି ହଉଛି ନବକଳେ ମୋର ବେଳେ। ଆଚ୍ଛା ଜଗନ୍ନାଥ ନଲେ ନନ୍ଦା କିଏ ହଉଛି? ଜଗନ୍ନାଥ ନଲେ ନନ୍ଦା କିଏ ହବ? କୋଉଠି ନନ୍ଦା ହବ? ଗୋଟିଏ ଜାଗା 12 ବର୍ଷଠୁ 19 ବର୍ଷ ଭିତରେ। ନାଗାର୍ଜୁନ ବେଶ କହିଲେ ନବକଳେ ମୋର 12 ବର୍ଷ 14 ବର୍ଷ 15 ବର୍ଷ 16 ବର୍ଷ 19 ବର୍ଷ ଯେତେବେଳେ ଯୋଡ଼ା ଆଷାଢ଼ ଜଗନ୍ନାଥ ନବକଳେ ବର ହବ। ସବୁଠୁ ପୁଣ୍ୟ ଜାଗାରେ ଅଶୁଦ୍ଧ କାମ ହୁଏ। କୋଉଠି ଆଜ୍ଞା ଜାଗ କୋଉଠି ଜାଣିଛନ୍ତି ଆଜ୍ଞା? କଲା ଦଇତାପତି ଛୁଆ ଗୁଡା ସବୁ ଯାଇ ମୁକ୍ତି ମଣ୍ଡପରେ ବଳଦେଉଳ ଯୋଉ ମୁକ୍ତି ମଣ୍ଡପ ବ୍ରାହ୍ମଣ ଶାସନ ମୁକ୍ତି ମଣ୍ଡପ 16ଟା ସ୍ତମ୍ଭ ତାରି ଉପରେ ନଣ୍ଡା କ୍ଷୀର ରହିବେ। ବାରିକ ପିଲା କ୍ଷୀର ରହିବେ ତେଲ ଲଗେଇବେ ସେଇଠି ନଖ କାଟିବେ। ଦଇତାପତି ସ୍ତ୍ରୀ ମାନେ ସେ ଉପରେ ମୁକ୍ତି ମଣ୍ଡପରେ ଆଉ ତେଲ ଲଗେଇବେ। କୋଉ ତେଲ ଲଗେଇବେ? ଜଗନ୍ନାଥ ନଲେ ଆଚ୍ଛା ଆମେ ଯେତେବେଳେ ଗୋଟେ ଲୋକ ମରୁଛି ସୁଧଘର ପଛକୁ ଯାଉଛି ସୋରିଷ ତେଲ ଲଗେଇବି କିଏ କହୁଛି ନଡ଼ିଆ ତେଲ ଲଗେଇବି କିଏ କହୁଛି ଜଡ଼ା ତେଲ ଲଗେଇବି। କିନ୍ତୁ ଜଗନ୍ନାଥ ମଲା ବେଳେ ସୁଧଘରରେ ମୁକ୍ତି ମଣ୍ଡପରେ ଦଇତାପତି ପିଲାମାନେ କୋଉ ତେଲ ଲଗେଇକି ନଣ୍ଡା ଦେବେ? ମୋବିଲି ବୋଲି ଥିଲେ ଆଉ ଘରେ ମୋବିଲି ବୋଲେ এটা কালি কইবে আছে ଦେଖିବା ଯଦି ମୋ ସମୁଦ୍ର ଦମ୍ ଥବ ମୁଁ ଚାହିଁବି ପାଲା ବାଲା ଆଉ 14 ଛେଳି ମାରିକି ପାଳିଆ ମାନଙ୍କୁ ଠିଆ କରିକି ନାଚ ଟୋପି ହେଲା। ମୁଁ ସେତିକିବେଳୁ ଆସିକି ପହଞ୍ଚିଲି 40 ମିନିଟ୍ ହେଲା ନାଚେ। ଆମର କଣ ନାଚ ନାହିଁ? ଆମେ ଏଇ ଅଞ୍ଚଳରେ ପାଲା ଗାଇକି ନାଚ କରିକି ଅଧଘଣ୍ଟେ ସମୟ ଦେବା। ଏଇ ଯୋଉ ବାପା ମାନେ ନ ଖାଇ ନପିକି ବସୁଛନ୍ତି କାହିଁକି ବସୁଛନ୍ତି? ନାଚ ଶୁଣିବେ ବୋଲି ସଜ୍ଜନ ବର୍ଗେ କହିବାର ଉଦ୍ଦେଶ୍ୟ ଦେବଦାସୀ ହବ ବିଧବା ଲକ୍ଷ୍ମୀ ଜଗନ୍ନାଥର ମା। ଶ୍ରୀମନ୍ଦିରରେ ବଡ଼ଦେଉଳରେ ଜଗନ୍ନାଥ ମହାପ୍ରଭୁ କୋଉ ଦିନ କୋଉ ଜାଗାକୁ ଗଲା ଯେ ଜଗନ୍ନାଥ ପାଦ ପଡିଛି ଦେବଦାସୀ ଟିକେ ପ୍ରତି ଦେବଦାସୀ। ଜଗନ୍ନାଥକୁ ଡାକେ। ଦେବଦାସୀର କାମ ନା ସକାଳେ ଉଠିବ ପାହାନ୍ତା ପ୍ରହର ବ୍ରହ୍ମ ମୁହୂର୍ତ୍ତରେ ନାଚିବ। ଗୀତ ଗୋବିନ୍ଦ ଗାଇକି ନାଚିଲେ ଜଗନ୍ନାଥ ଉଠିବ। ଯେତେବେଳେ ଜଗନ୍ନାଥ ଶୋଇବ ଗୀତ ଗୋବିନ୍ଦ ଗାଇକି ନାଚିଲେ ଦେବଦାସୀ ଜଗନ୍ନାଥ ଶୋଇବ। ଜଗନ୍ନାଥଙ୍କ ବଡ଼ଦେଉଳ ସିଂହଦ୍ୱାର ମନ୍ଦିର ଯୋଉ ତାଲା ପଡୁଛି ସେଇ ତାଲାରେ ଉଇ ହୁଙ୍କା ମାଟି ଆସିବ। ମନେ ରଖନ୍ତୁ ଉଇ ହୁଙ୍କା ମାଟି ଜଗନ୍ନାଥ ମନ୍ଦିର ତାଲାରେ ଉଇ ହୁଙ୍କା ମାଟି ପୁରା ହବ। ଗୋଟେ ରବର ଷ୍ଟାମ୍ପ ଜଗନ୍ନାଥର ଷ୍ଟାମ୍ପ ଅଛି ସେ ଷ୍ଟାମ୍ପଟା ବାଡିଆ ହବ। ସେ ଷ୍ଟାମ୍ପଟା ବାଡିଆ ହେଲେ
उठिला देवदासी नहीं परदिन सकालू जदि स्टार्ट कर ता माने कि परदिन रे पसिची दिनकर घट देवदासी केतकी देवदासी नाचु नाचु बड़ देउल भितरे जगन्नाथ मंदिर भितर रही रबरे स्टाम्प बाजी उइंकारे मंदिर ताला पड़ी जाइछ देवदासी नाची चलीची सेई दिन राती जाको केतकी देवदासी डाकिला प्रभु कोन बेला ना हरि श्री तो हरि